ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। त्रयोदश अध्याय क्षेत्र क्षेत्रज्ञ विभाग योगः। आत्मा और परमात्मा का स्वरूप। आत्मा और परमात्मा उभय एक एक चैतन्य सत्ता। उभयଙ୍କ ମଧ୍ୟରେ ଥିବା ଚୈତନ୍ୟ ସତ୍ତାରେ କୌଣସି ପାର୍ଥକ୍ୟ ନାହିଁ। ଚୈତନ୍ୟ ସତ୍ତା ହେଉଛି ଏକ। କେବଳ ଗୁଣାତ୍ମକ ଦୃଷ୍ଟିରୁ ଉଭୟଙ୍କ ମଧ୍ୟରେ ଯାହା ପ୍ରଭେଦ ରହିଛି। ଆତ୍ମା ବାରମ୍ବାର ଆବାଗମନ ଚକ୍ରରେ ଆସୁଥିବାରୁ ଦେହାଭିମାନୀ ହୋଇଯାଏ। ଏଥିପାଇଁ ସେ ତାର ସ୍ୱଧର୍ମ ବିସ୍ତୃତ ହୋଇଯାଏ। ଏକ ଭିନ୍ନ ସତ୍ତା ହୋଇଥିଲେ ମଧ୍ୟ ନିଜକୁ ସେ ଦେହ ବୋଲି ଧରିନିଏ। ସେ ଶାରୀରିକ କ୍ରିୟାକଳାପ ସହିତ ନିଜକୁ ଜଡ଼ିତ କରିଦିଏ। ତାର କର୍ମର ଧାରା ବଦଳିଯାଏ। ଦେହାଭିମାନ ବଶବର୍ତ୍ତୀ ହୋଇ କରୁଥିବା ପ୍ରତ୍ୟେକ କର୍ମ ଦ୍ୱାରା ବିକର୍ମ ପାପ ହୁଏ ଓ ତାହା ତାର ସଂସ୍କାରରେ ପରିଣତ ହୋଇଯାଏ। ବ୍ୟକ୍ତିର କର୍ମ ଏହି ସଂସ୍କାର ଅନୁରୂପ ପରିଚାଳିତ ଓ ସମ୍ପାଦିତ ହୁଏ। କିନ୍ତୁ ସୂକ୍ଷ୍ମ ସ୍ତରରେ ଆତ୍ମା ମଧ୍ୟରେ ଥିବା ଚିନ୍ମୟ ସତ୍ତାର କୌଣସି ପରିବର୍ତ୍ତନ ହୁଏ ନାହିଁ। ତେଣୁ ଆତ୍ମାକୁ ନିତ୍ୟ, ଶାଶ୍ୱତ, ବିକାରରହିତ, ଅବିନାଶୀ ବୋଲି କୁହାଯାଏ। ଯଥାର୍ଥ ଜ୍ଞାନ ଦ୍ୱାରା ଦେହ ଅଭିମାନ ନଷ୍ଟ ହୋଇଗଲେ ବ୍ୟକ୍ତି ନିଜକୁ ଦେହଠାରୁ ପୃଥକ୍ ଏକ ଚିନ୍ମୟ ସତ୍ତା ରୂପେ ଅନୁଭବ କରିପାରେ। ପ୍ରକୃତି ଏହି ଚିନ୍ମୟ ସତ୍ତା ଚେତନ ଶକ୍ତି ସାହାଯ୍ୟରେ ତାର ସମସ୍ତ କାର୍ଯ୍ୟ ସମ୍ପାଦନା କରେ। ଏହି ପରିପ୍ରେକ୍ଷୀରେ ଆଲୋଚ୍ୟ ଶ୍ଲୋକରେ ଏକ ସୁନ୍ଦର ଉଦାହରଣ ଅବତାରଣ କରାଯାଇଛି। ଆକାଶ ଏକ ସର୍ବବ୍ୟାପକ ତତ୍ତ୍ୱ। ଏହା ପ୍ରକୃତିର ସମସ୍ତ ତତ୍ତ୍ୱ ଅପେକ୍ଷା ସୂକ୍ଷ୍ମ। ତେଣୁ ସମସ୍ତ ତତ୍ତ୍ୱରେ ଆକାଶ ପରିବ୍ୟାପ୍ତ, କିନ୍ତୁ ସେଗୁଡ଼ିକ ଆକାଶରେ ପରିବ୍ୟାପ୍ତ ନୁହନ୍ତି। ଆକାଶ ଅନେକ ରୂପ ପରିଗ୍ରହ କରି ମଧ୍ୟ ସେଥିରେ ବିକୃତି ବା ପରିବର୍ତ୍ତନ ହୁଏ ନାହିଁ। ସର୍ବଦା ତାହା ଏକ ଶୁଦ୍ଧ ମୌଳିକ ବସ୍ତୁ ରୂପରେ ବିଦ୍ୟମାନ ଥାଏ। ସେହିପରି ଆତ୍ମା ବିଭିନ୍ନ ଜନ୍ମରେ ବିଭିନ୍ନ ନାମ ରୂପ ଧାରଣ କରି ଓ ଜନ୍ମାନୁସାରେ ସମସ୍ତ କର୍ମ କରି ସୁଦ୍ଧା ତା ମଧ୍ୟରେ ଥିବା ଚିନ୍ମୟ ସତ୍ତାରେ କୌଣସି ବିକୃତି ହୁଏ ନାହିଁ। ସବୁରି ମଧ୍ୟରେ ସେଇ ଏକ ଶୁଦ୍ଧ, ଅକ୍ଷୟ, ସୂକ୍ଷ୍ମ, ଅନନ୍ତ ସାର ବସ୍ତୁ ହୋଇ ରହେ। ତାହା ଜୀବର ପରାଗତି। ତାହା ଦିବ୍ୟ ସତ୍ତା, ଦିବ୍ୟ ଭାବ ଓ ସଦ୍ଭାବ। ଯେ କେହି ଆଧ୍ୟାତ୍ମ ଜ୍ଞାନ ଲାଭ କରେ ସେ ହିଁ ଶାଶ୍ୱତର ସେହି ପରମ ଅମୃତତ୍ୱ ମଧ୍ୟରେ ଉତ୍ତୀର୍ଣ୍ଣ ହୋଇଯାଏ। କ୍ଷେତ୍ର ଓ କ୍ଷେତ୍ରଜ୍ଞଙ୍କ ପ୍ରଭେଦ ନିର୍ଣ୍ଣୟ ପାଇଁ ସୂର୍ଯ୍ୟଙ୍କ ଉଦାହରଣ ଦେଇ ଏଠାରେ ଏହି ପ୍ରକରଣର ସମାପ୍ତି କରାଯାଇଛି। ଏକମାତ୍ର ସୂର୍ଯ୍ୟ ସମଗ୍ର ପୃଥିବୀକୁ ଆଲୋକିତ କରେ। ସେହିପରି କ୍ଷେତ୍ରର ଅଧୀଶ୍ୱର ଆତ୍ମା କ୍ଷେତ୍ରୀ ସମସ୍ତ କ୍ଷେତ୍ରକୁ କୃଷ୍ଣ କ୍ଷେତ୍ର ପ୍ରକାଶିତ କରିଥାଏ। ଅର୍ଥାତ୍ କ୍ଷେତ୍ରରେ ହେଉଥିବା ସମସ୍ତ କ୍ରିୟାର ପ୍ରଚୋଦକ ଆତ୍ମା ଅଟେ। ଆତ୍ମା ଆଖି ଦ୍ୱାରା ଦେଖେ, କାନ ଦ୍ୱାରା ଶୁଣେ ଓ ବିଭିନ୍ନ କର୍ମେନ୍ଦ୍ରିୟ ଦ୍ୱାରା କର୍ମ କରେ। ସୂର୍ଯ୍ୟ ଯେପରି ଗୋଟିଏ ସ୍ଥାନରେ ସ୍ଥିର ହୋଇ ସର୍ବତ୍ର ଆଲୋକ ବିକିରଣ କରେ, ସେହିପରି ଆତ୍ମା ଭ୍ରୂକୁଟି ମଧ୍ୟରେ ଅବସ୍ଥାନ କରି ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ତାର ଚୈତନ୍ୟ ଶକ୍ତି ଦ୍ୱାରା ପରିଚାଳିତ କରେ। ଶରୀର ଆତ୍ମାର କେବଳ ଆଶ୍ରୟ ବା ଆଧାର ମାତ୍ର। କାରଣ କୌଣସି କ୍ରିୟା ଓ ବସ୍ତୁ ପାଇଁ ଆଶ୍ରୟ ଅନିବାର୍ଯ୍ୟ। ପ୍ରକାଶ ବିନା ପ୍ରତୀତି ନାହିଁ। ଆତ୍ମା ପ୍ରତୀତିର ଆଶ୍ରୟ ତଥା ପ୍ରକାଶକ। ଏହିପରି ଯିଏ କ୍ଷେତ୍ର ଓ କ୍ଷେତ୍ରଜ୍ଞର ପ୍ରଭେଦ ଏବଂ ଭୂତ ପ୍ରକୃତିରୁ ସ୍ୱୟଂକୁ
ପୃଥକ୍ କରିବାର ଉପାୟ ଜ୍ଞାନଚକ୍ଷୁ ଦ୍ୱାରା ଉପଲବ୍ଧି କରେ ସେ ପରମାତ୍ମାକୁ ଅନୁଭବ କରିପାରେ। କ୍ଷେତ୍ର କ୍ଷେତ୍ରଜ୍ଞ ବିଭାଗ ଯୋଗ ସମ୍ପନ୍ନ। ଓମ୍ ଶାନ୍ତି।